ପାଦେ ପାଦେ ଦର୍ଶନ ମହାପୁରୁଷ ଜୀବନ। ଏହି ପୁସ୍ତକରେ 100ଟି ମହାପୁରୁଷଙ୍କ ଜୀବନୀ ମଧ୍ୟରୁ ଏକ କବିତା ଚାଚା ନେହେରୁ। ଥିଲ ତୁମେ ବୀରପୁତ୍ର ଭାରତ ମାତାର, ଇତିହାସେ ରହିଗଲ ସଦାଯେ ଅମର। ବାନ୍ଧି ରଖି ପାରିଲାନି ସମ୍ପତ୍ତି ଲାଳସା, ବିପ୍ଳବେ ମାତିଲ ତୁମେ ପାଇଲ ପ୍ରଶଂସା। ପିତା ତୁମ ଥିଲେ ଧନୀ ଧନ୍ୟ ମୋତିଲାଲ, ସୁଯୋଗ୍ୟ ସନ୍ତାନ ହୋଇ କୀର୍ତ୍ତି ରଖିଗଲ। ମହାତ୍ମା ଗାନ୍ଧୀଙ୍କ ସହ ଝାନ୍ସୀ ସଂଗ୍ରାମରେ ସ୍ୱାଧୀନତା ଯୁଦ୍ଧ କଲ ଅହିଂସା ମାର୍ଗରେ। ଅସହଯୋଗକୁ ତୁମେ କଲ ଜୋରଦାର, ସେଥିପାଇଁ ଭୋଗିଥିଲ ପରାକାରାଗାର। ଆଇନ ଅମାନ୍ୟ ପୁଣି ଅଗଷ୍ଟ ବିପ୍ଳବ, ଶେଷେ ମିଳେ ସ୍ୱାଧୀନତା ଦେଶର ଗୌରବ। ଘଟିଲା ବିଦେଶୀ ଦେଶ ହୋଇଲା ସ୍ୱାଧୀନ, ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ପାଇଲ ସମ୍ମାନ। ଶିକ୍ଷା କୃଷି ବୈଷୟିକ ପ୍ରୟୋଗ ବିଜ୍ଞାନ, ମୂଳଦୁଆ ପ୍ରସ୍ଥାପିଲ ଭାରତ ନିର୍ମାଣ। 1889 ମାସ ନଭେମ୍ବର, ଆହ୍ଲାବାଦେ ଜନମିଲ ରତ୍ନ ଭାରତର। 14 ତାରିଖ ପାଳୁ ତୁମ ଜନ୍ମଦିନ, ଶିଶୁ ଦିବସ ରୂପରେ କରୁଛୁ ପାଳନ। ବୁଝିଥିଲ ଆଜି ଶିଶୁ କାଲି ଭବିଷ୍ୟତ, ଭଲ ପାଉଥିଲ କେତେ ହୋଇଛି ଅତୀତ। ଖୁସି ମନେ ଶିଶୁ କହେ ଚାଚାଜୀ ନେହୁରୁ, ଦେଶପ୍ରେମ ବହ୍ନିଜାଳ ପିଲାଙ୍କର ଠାରୁ। ମା ସ୍ୱରୂପରାଣୀ ପତ୍ନୀ କମଳା ନେହୁରୁ, ଥିଲ ବ୍ରାହ୍ମଣ ପଣ୍ଡିତ ପେଶା ଓକିଲରୁ। ତୁମେ ସଂସ୍କାରକ ପୁଣି ନେତା ଓ ଲେଖକ, ଥିଲ ଦେଶଭକ୍ତ ତୁମେ ସମାଜ ସେବକ। ଉତ୍ତର ପ୍ରଦେଶେ କାଟ ବାଲ୍ୟ ଜୀବନ, ସ୍ନାତକ ପଢ଼ିଲ ଯାଇ କେମ୍ବ୍ରିଜ ଲଣ୍ଡନ। ଗୋଲାପ କୁସୁମ ଶୋଭେ ବକ୍ଷର ଦେଶରେ, ଯଶ କୃତି ତୁମ ଅମର ସ୍ମୃତିରେ। 1964 ମଇ 27, ଲିଭିଲା ଜୀବନ ଦୀପ ଛାୟାକୁ ପ୍ରକାଶୀ। ଦେଶ ଇତିହାସେ ତୁମ ଅମ୍ଳାନ ବ୍ୟକ୍ତିତ୍ୱ, ତୁମ ପାଦ ତଳେ ମୋର କୋଟି ପ୍रणिपात, ତୁମ ପାଦ ତଳେ ମୋର କୋଟି ପ୍रणिपात।